ମୋର ସମସ୍ତ ଜେବି ଫ୍ୟାମିଲି ମେମ୍ବରଙ୍କୁ ଜୟ ଜଗନ୍ନାଥ। ଆଜି ଏକ ନୂତନ ଦିବସ, ନୂତନ କାର୍ଯ୍ୟ। ଏହା ହେଉଛି ଏକ ହାଇ ରାଇଜ୍ ଷ୍ଟ୍ରକ୍ଚର। ହାଇ ରାଇଜ୍ ଷ୍ଟ୍ରକ୍ଚର ମାନେ ନର୍ମାଲ ଷ୍ଟ୍ରକ୍ଚର ଠାରୁ ଏହାର ଉଚ୍ଚତା ଅଧିକା। ଏହା କଟକ ଠାରେ ଲାଗିଅଛି। ସବୁଠୁ କଷ୍ଟ କାମ ହେଲା ଏହାର ଫଲିନ୍, ଲେଗ୍ ଏବଂ ପ୍ୟାନେଲକୁ ଉପରକୁ ନେବା। ଆମର ଏକ୍ସପିରିଏନ୍ସ କାରିଗର ଭାଇମାନେ ଏହାକୁ ସୁରୁଖୁରୁରେ ସବୁ ଉପରକୁ ନେଉଛନ୍ତି ଏବଂ ଆମେ ଆଶ୍ୱାସ ଦେଉଛୁ ଯେ ଗୋଟିଏ ବୋଲି ଦାଗ ଆପଣଙ୍କ ଘରେ ଲାଗିବ ନାହିଁ। ଯେକୌଣସି କଷ୍ଟମର ହୁଅନ୍ତୁ, ସମସ୍ତଙ୍କ ପାଇଁ ଘର ହେଉଛି ମୂଲ୍ୟବାନ ଏବଂ ଆମେ ସେମାନଙ୍କ ପରିଶ୍ରମ ଭ୍ୟାଲୁ ରଖୁ। ଦେଖନ୍ତୁ ମେସିନ୍ କିପରି ଉପରକୁ ଉଠା ହେଇଯାଇଛି। ଏଠି ସେ ବନ୍ଧା ହେବ, ବାଲାନ୍ସ ହେବ ଏବଂ ଯେକୌଣସି ଜାଗାରେ ଦରକାର କଣା ହେବା ପାଇଁ ସେଇଠାରେ ସେ କଣା ହେବ। ଏବେ ଓଲ୍ଡିଂ କାମ ଚାଲିଛି। ସନ୍ଧ୍ୟା 5ଟା ହେଇଗଲାଣି। ଆସ୍ତେ ଆସ୍ତେ ଓଲ୍ଡିଂ କାମ ବଢ଼ି ଚାଲିଛି, କଟା ହେଉଛି। ସେଇ ହିସାବରେ ଲେଗ୍ ହାଇଟ୍ ହେଉଛି, ମେଜରମେଣ୍ଟ ହେଉଛି। ଏହା ଗୋଟେ କମ୍ପ୍ଲେକ୍ସ କାମ ଥିଲା। ସେଇଥିପାଇଁ ଆମେ ଭାବିଲୁ କି ସେଇଠି ମେସିନ୍ଟା ନେଇଯିବୁ, ସେଇଠି ହିଁ ଓଲ୍ଡିଂ କରିବୁ। କାରଣ କଷ୍ଟମର ଟିକେ କଷ୍ଟମାଇଜ୍ ଷ୍ଟ୍ରକ୍ଚର ଚାହୁଁଥିଲେ କି ତାଙ୍କର ଟିକେ ଆଗ ଲେଗ୍ଟା ହାଇଟ୍ ଅଧିକା ଦରକାର ଏବଂ ପଛ ଲେଗ୍ଟା ହାଇଟ୍ ଛାତ ଉପରେ ରହିବା ଦରକାର। ସେହି ହିସାବରେ ଆମେ ପ୍ଲାନ୍ କରିଥିଲୁ। ପାଖାପାଖି 9:30 10ଟା ହେଇଗଲାଣି। ତଥାପି ମଧ୍ୟ ଆମ ସମସ୍ତେ ଟେକ୍ନିସିଆନ୍ ଭାଇମାନେ କାମ କରୁଛନ୍ତି ଏବଂ ଓଲ୍ଡିଂ କରୁଛନ୍ତି। ଆମେ ଭାବିଲୁ କି ରାତି 12:30 ଯାକେ କାମ କରିବା। ଯଦି ଅଧିକା ଟାଇମ୍ ଲାଗେ ତେବେ ଆସନ୍ତାକାଲି ଯାଏ କାର୍ଯ୍ୟକୁ ଏକ୍ସଟେଣ୍ଡ କରିବା। ମାତ୍ର 1:10 15 ସୁଦ୍ଧା ସବୁ କାମ ପାଇଗଲା